ओम नमो भगवते वासुदेवाय। चतुर्थ स्कंध विसर्ग प्रथम अध्याय। ब्रह्मामन्वादि सृष्टि कथा मनुवंशर जे व्यवस्था। चतुर्थ स्कंधे 31 अध्याये होइछि प्रकाश। ता मध्ये प्रथम अध्याये मनुदुहिता वंश कहे। मैत्रेय उवाच एबे हो शुण एकचित्ते चतुर्थ स्कंध भागवते। पूर्वे जे पद्मजोनि तनु जन्मिले स्वयं भुवमनु। तानारी शतरूपा नाम पवित्र सर्वगुणधाम। तार उदरे बेनिसुत अपरे तृतयदुहित। आकुति देवहूति बेनि प्रसूति नामे कन्या तिनि। आकुति रुचि की बरिला पुत्रिका धर्मे विभादेला। जे धर्म विधि वेद मार्गे विचारी शतरूपा संगे। से प्रजापति गृहे आनी स्वधर्मे आकुति घरणी। से कन्या गर्भे रुचि बीर्जे पुत्र दुहिता महातेजे। जन्मिले अति सुलक्षण ताहांक नाम एबे शुण। यज्ञ पुरुष तांक वंशे जन्म होइले विष्णु अंशे। कन्या सुरूपा सुलक्षणा ता नाम कल्पिला दक्षिणा। तहु कन्यार पुत्र आनी स्वगृहे मनुंक घरणी। निज अपत्य प्रिय भावे पालन्ति मनु वंश लाभे। रुचिर घरे कन्या रही दक्षिणा नाम जार होई। एमंते गला दिना केते से रुचि कन्या अभिमते। से यज्ञ रूपी विष्णु हस्ते कन्या अर्पिले विधिमते। से यज्ञपति कन्या पाई गृहस्थ धर्म विधि बही। दक्षिणा गर्भे मनुबला द्वादश पुत्र जन्म कला। तोष प्रतोष पुत्र बेनि संतोष भद्र शांति तिनि। षष्ठ पुत्र जे इडस्पति वेदे अधिक जारमति। इद्मक बीजे विभुष्वन्न सुदेव द्वादशे रोचन। एहि द्वादश भ्रातृगणे मनुर आज्ञा परमाणे। तुषित नामे देवगण होइले सृष्टिर कारण। मरीचि आदि सप्तमुनि यज्ञकु इंद्र पदे घेनि। उत्तान पाद प्रियव्रत एबिनि मनु राजा सुत। एहांक ठारु वंश जेते पुत्र पौत्र अप्रमिते। जे कन्या देवहूति नाम ताहाकु लभिले कर्दम। ताहार नव कन्या गर्भे जे अबा उपुजिले सर्वे। से कथा कही बई तोते तु जेणु पचारिलु मोते। प्रसूति कन्या मनु राजा देई दक्षकु कला पूजा। तार संतति तिनि लोके विस्तार होइले अनेके। कहिबी एथिर कारण तु एबे सावधाने शुण। शुणन्ते नव मुनि वंश हरई अशेष कल्मष। कर्दम ऋषिंकर बाला ज्येष्ठ दुहिता नाम कला। मरीचि बीर्जे ता उदरे जन्मिले बेनि जे कुमरे। कश्यप पूर्णिमान दुई सुचि सुंदर बेनि भाई।
ଏବେନି ଭାଇଙ୍କର ବଂଶ ଜଗତେ ଅନେକ ପ୍ରକାଶ। ବିରଜ ପୂର୍ଣ୍ଣିମାର ସୁତ ଅପର ବିଶ୍ୱ ଗବିଦିତ। ତାଦେବ କୁଲ୍ୟା ନାମେ କନ୍ୟା ପରେ ଯେ ଗଙ୍ଗା ନାମେ ଧନ୍ୟା। ଅତ୍ରିର ଅନସୂୟା ନାରୀ ଅତି ସୁନ୍ଦରୀ ସୁକୁମାରୀ। ତାହାର ଗର୍ଭେ ତିନି ସୁତ ହୋଇଲେ ଜଗତେ ବିଖ୍ୟାତ। ଦତ୍ତ ଦୁର୍ବାସା ସୋମ ତିନି ଦେବଙ୍କ ଅଂଶ ଘେନି। ବିଦୁର ଉବାଚ ଅତ୍ରିର ପତ୍ନୀ ଗର୍ଭଗତେ ତ୍ରିଦେବ ଜନ୍ମିଲେ କେମନ୍ତେ। ଯେ ବ୍ରହ୍ମା ବିଷ୍ଣୁ ତ୍ରିପୁରାରୀ ସୃଷ୍ଟି ପାଳନ ଅନ୍ତକାରୀ। କି ହେତୁ କି କର୍ମ ବିଚାରି କିମ୍ପା ଜନ୍ମିଲେ ଦେହ ଧରି। ଏକଥା ସଂଶୟତ ମୋତେ ଭୋମୁନି କହ ଶୁଦ୍ଧ ଚିତ୍ତେ। ମୈତ୍ରେୟ ଉବାଚ ଶୁଣ ବିଦୁର ତୋଷ ମନ ଅତ୍ରି ଯେ ବ୍ରହ୍ମାର ନନ୍ଦନ। ସ୍ୱଭାବେ ବ୍ରହ୍ମଜ୍ଞାନୀ ବର ବ୍ରହ୍ମା ବୋଇଲେ ତପ କର। ଯେତପେ ଯେବା ଦେବ ସେବି ତାର ପ୍ରସନ୍ନେ ଫଳ ଲଭି। ଏମନ୍ତ ପିତା ବାକ୍ୟ ମାନି ଧର୍ମ ପତ୍ନୀକୁ ସଙ୍ଗେ ଘେନି। ସେପତି ବ୍ରତା ଅନସୂୟା ତାକୁ ନ ଲାଗେ ବିଷ୍ଣୁ ମାୟା। ସେ ସାଧୁ ପତ୍ନୀ ସଙ୍ଗ ମେଳେ ମିଳିଲେ ରୁକ୍ଷ କୁଳାଚଳେ। ସେ ଗିରି ଶିଖେ ନାନା ଫୁଲ ସୁରଙ୍ଗ ସୁଗନ୍ଧ ଅତୁଲ୍ୟ। ଦିବ୍ୟ ସୁସଞ୍ଚ ପନ୍ତି ପନ୍ତି ମନମୋହନ ବୃକ୍ଷେଛନ୍ତି। ଚନ୍ଦନ ଚମ୍ପକ ଅଶୋକ ପାରିଜାତକ କୁରୁବକ। ନିର୍ବିନ୍ଧ୍ୟା ନାମେ ନଦୀ ବହେ ସ୍ନାନେ ସକଳ ପାପ ଦହେ। ସେବନେ ପଶିବେନି ଜନେ ତପ ସମାଧି ଯୋଗ ଧ୍ୟାନେ। ମନକୁ ଧରି ଆତ୍ମବଳେ ପବନ ଇନ୍ଦ୍ରିୟ ନିଶ୍ଚଳେ। ଏକଚରଣେ ଉଭା ହୋଇ ଊର୍ଦ୍ଧ୍ୱବଦନେ ଶୂନ୍ୟେ ଧ୍ୟାୟୀ। ସତେବ ରସ ଯୋଗ ଧ୍ୟାନେ ବଞ୍ଚିଲେ ପବନ ଅସନେ। ନିଶ୍ଚଳ ଯୋଗ ଧ୍ୟାନେ ଚିନ୍ତି ଚିତ୍ତେ ଏମନ୍ତ ବିଚାରନ୍ତି। ଜଗତ ପ୍ରଭୁ ଯେ ଈଶ୍ୱର ସୃଷ୍ଟି ପାଳନ ନାଶ କର। ଅନାଦି ପରମ କାରଣ ଦୁର୍ଲଭ ଯାହାର ଚରଣ। ଆମ୍ଭର ସନ୍ତତି କାରଣେ ଶରଣ ଗଲୁ ତା ଚରଣେ। ଏମନ୍ତ ଯୋଗ ଚିତ୍ତେ ଚିନ୍ତି ହରିହୁଁ ଆନ ନ ଜାଣନ୍ତି। ସେ ହରି ଯେବେ ଦୟା କରେ ଜନ୍ମ ଲଭିବେ ଆମ୍ଭ ଘରେ। ସଫଳ ଜୀବନ ଆମ୍ଭର ସେ ହରି ଶରଣ ସୋଦର। ଏମନ୍ତ ଚିତ୍ତେ ନିତ୍ୟ ଚିନ୍ତି ସେବନେ ତପ ସେ ସାଧନ୍ତି। ଊର୍ଦ୍ଧ୍ୱବଦନେ ସେ ନିଶ୍ଚଳ ଏମନ୍ତେ ଗଲା ଦୀର୍ଘକାଳ। ପ୍ରାଣ ସଂଯମ ଶ୍ରମ ବଳେ ଶିରେ ଉପୁଜିଲା ଅନଳେ। ତେଜେ ତାପିଲା ତିନି ପୁର ଦେଖି କମ୍ପିଲେ ସୁର ନର। ତକ୍ଷଣେ ପ୍ରଭୁ ନର ହରି ତିନି ଦେବଙ୍କ ରୂପ ଧରି। ବେଗେ ମିଳିଲେ ଶୂନ୍ୟ ପଥେ ଗନ୍ଧର୍ବ ବିଦ୍ୟାଧର ଦୂତେ। ଉରଗ ସିଦ୍ଧ ମୁନି ବୃନ୍ଦେ ଅପ୍ସରା ନୃତ୍ୟନ୍ତି ଆନନ୍ଦେ। ସୁସ୍ୱର ଯନ୍ତ୍ରେ ଗୀତ ଗାନ ଯେଣେ ସନ୍ତୋଷ ଆତ୍ମା ମନ। ତପ ପ୍ରଭାବ ହୃଦେ ବହି ଶ୍ରୀହରି ଯଶ ତୁଣ୍ଡେ ଗାଇ। ଦୁର୍ଗମ ବନ ତପସ୍ଥାନେ ମିଳିଲେ ମୁନିଙ୍କ ଆଶ୍ରମେ।
ଦେବଙ୍କ ଆଗମନ ଦେଖି ସେ ମୁନି ଆସନ ଉପେକ୍ଷି ସମାଧି ତପ ଆଚରଣେ ଥିଲେ ଯେ ଏକଇ ଚରଣେ ବେନି ଚରଣ ତଳେ ଥୋଇ କପାଳେ ବେନି କର ଦେଇ ହୃଦୟେ ପୁଲକିତ ଭାବେ ଯେଣୁ ଗୋବିନ୍ଦ ଅନୁରାଗେ ହରସ ଅଶ୍ରୁ ଜଳ ନେତ୍ରେ ପ୍ରଣାମ କରି ଦଣ୍ଡବତେ ଉଠି ଚାହଁଇ ଶୂନ୍ୟ ମାର୍ଗେ ତିନି ମୂରତି ଦେଖି ଆଗେ ବୃଷଭ ପକ୍ଷୀ ରାଜଯାନେ ପରମହଂସର ବିମାନେ ତିନି ଦେବଙ୍କ ଚିହ୍ନ ଦେଖି ନିର୍ମଳ କଲା ବେନି ଆଖି ଦେଖଇ ବ୍ରହ୍ମା ବିଷ୍ଣୁ ହର ନିଜ ଆୟୁଧ ଧରି କର ପ୍ରସନ୍ନ ଦିଶେ ମୁଖ କାନ୍ତି ଈଶିତ ହାସ୍ୟେ ଶୋଭା ପାନ୍ତି ଏମନ୍ତ ଦେଖି ତିନି ମୁଖ ମୁନି ଛାଡ଼ିଲେ ମନୁ ଦୁଃଖ କଣ୍ଠ କୁଣ୍ଠିତ ଗଦ ଗଦେ ପ୍ରଣାମ କରି ପଡ଼େ ପାଦେ କର ଅଞ୍ଜଳି ଶିରେ ଦେଇ ବୋଲଇ ତାଙ୍କ ମୁଖ ଚାହିଁ ଅତ୍ରି ଉବାଚ ତୁମ୍ଭେ ଯେ ବ୍ରହ୍ମା ବିଷ୍ଣୁ ହର ନମଇ ଚରଣେ ତୁମ୍ଭର ସୃଷ୍ଟି ପାଳନ ସଂହାରଣେ ତୁମ୍ଭର ଶରୀର ପ୍ରମାଣେ ଭକ୍ତଜନଙ୍କ ପ୍ରୀତି ଯୋଗେ ଶରୀର ବହ ଯୁଗେ ଯୁଗେ ମୁଁ ଧ୍ୟାନ କଲି ଯାହା ରୂପ କହ ହେ ମୋତେ ତା ସ୍ୱରୂପ ସନ୍ତାନ ପାଇଁ ଭଗବାନ ତପେ ମୁଁ କଲି ଆରାଧନ ଏବେ ତ୍ରିତୟ ରୂପ ଧରି ତୁମ୍ଭେ ବିଜୟ ମୋର ପୁରୀ ଏ ବଡ଼ ବିଚିତ୍ର ମଣଇ ସଂଶୟ ଫେଡ଼ ଦୟା ବହି ମୈତ୍ରେୟ ଉବାଚ ଏମନ୍ତ ଅତ୍ରି ବାକ୍ୟ ଶୁଣି ବିଷ୍ଣୁ ଶଙ୍କର କୁଶପାଣି କହନ୍ତି ଅତ୍ରି ମୁଖ ଚାହିଁ ଭୋମୁନି ଭାଗ୍ୟବନ୍ତ ତୁହି ତୋହର ପ୍ରାୟ ତପ ଘୋରେ ତପସ୍ୱୀ ନାହିଁ ଏ ସଂସାରେ ପତ୍ନୀ ସହିତେ ଦୁଃଖ ସହି ତପ ଯେ କଲୁ ବନେ ରହି ଚିତ୍ତେ ତୁ କଳ୍ପି ଅଛୁ ଯାହା ତୋତେ ପ୍ରାପତ ହେଉ ତାହା ତେଣୁ ଆମ୍ଭର ତୋତେ ଦୟା ତପେ ଦଗଧ କଲୁ କାୟା ଯାହାକୁ ଧ୍ୟାନ କରୁ ତୁହି ସେ ଆମ୍ଭେ ତିନି ଏକ ହୋଇ ମନେ ତୁ ସଂଶୟ ନ କର ହୋଇବୁ ତୋହର କୁମର ତୋହର ଯଶ ଏ ଜଗତେ ନିଶ୍ଚଳ ରହିବ ଯେ ମନ୍ତେ କରିବୁ ସତ୍ୟ ଏ ବଚନ କହି ହୋଇଲେ ଅନ୍ତର୍ଧାନ ନିଜ ଭୁବନେ ଗଲେ ଦେବେ ଶୁଣ ବିଦୁର କହୁଁ ଏବେ ସେ ଅତ୍ରି ପତ୍ନୀ ଗର୍ଭ ଭାବେ ଜନ୍ମ ହୋଇଲେ ତିନି ଦେବେ ନୟନ ମଧୁ ସୋମଜାତ ଉଦରୁ ଦତ୍ତ ଯେ ସମ୍ଭୂତ ଦୁର୍ବାସା ଧୂର୍ଜଟିର ଅଂଶେ ଜନ୍ମ ହୋଇଲେ ପୃଷ୍ଠ ଦେଶେ ତପ ପ୍ରଭାବର ଏ ଗୁଣ ଏବେ ଅଙ୍ଗିରା ବଂଶ ଶୁଣ ଶ୍ରଦ୍ଧା ଯେ ଅଙ୍ଗିରା ଯୁବତୀ ତାର ସଙ୍ଗମେ ପ୍ରଜାପତି ଚାରି କୁମାରୀ ଜନ୍ମ କଲା ସୁନ୍ଦର ରୂପ ଗୁଣଶୀଳା ତୁଳନା ନାହିଁ ଅନୁପମ ଶୁଣ ହୋ ତାହାଙ୍କର ନାମ ପ୍ରଥମ କନ୍ୟା ସିନିବାଲି ଅପରେ କୁହୁରାକାବାଳି ଚତୁର୍ଥ କନ୍ୟା ଅନୁମତି ଏମନ୍ତେ କନ୍ୟାଙ୍କର ଖ୍ୟାତି ଅପରେ ବେନି ପୁତ୍ର ଜାତ ଉତଥ୍ୟ ବୃହସ୍ପତି ଖ୍ୟାତ
ଏସ୍ୱାରୋଚିଷ ମନ୍ୱନ୍ତରେ ଗୁଣେ ବିଖ୍ୟାତ ତିନି ପୁରେ। ବ୍ରହ୍ମା ବନ୍ଦିତ ତାଙ୍କ ଗୁଣ ପୁଲସ୍ତ୍ୟ ବଂଶ ଏବେ ଶୁଣ। ଅଗସ୍ତ୍ୟ ହବିର୍ଭୁ ଉଦରେ ଜନ୍ମିଲେ ପୁଲସ୍ତ୍ୟ ବୀର୍ଯ୍ୟରେ। ଏ ଅନ୍ୟ ଜନ୍ମରେ ଜଠର ଅଗ୍ନିରେ ଖ୍ୟାତ ତିନି ପୁର। ବିଶ୍ରବା ନାମେ ଆରସୁତ ଯାଜସ ତିନି ପୁରେ ଖ୍ୟାତ। ତାପତ୍ନୀ ନାମ ଇଡ଼ବିଡ଼ା ଦୁର୍ଜୟ ପୁତ୍ର ପ୍ରସବିଲା। କୁରୂପ ଦେଖି ତା ଶରୀର ତା ନାମ କଳ୍ପିଲା କୁବେର। ପୁଣି ବିଶ୍ରବା ତେଜ ଘେନି କେଶିନୀ ଗର୍ଭେ ପୁତ୍ର ତିନି। ରାବଣ କୁମ୍ଭକର୍ଣ୍ଣ ନାମ ତେଜେ ତ୍ରୈଲୋକ୍ये ନାହିଁ ସମ। ଜନ୍ମ ହୋଇଲେ ବିଭୀଷଣ ବିଷ୍ଣୁ ଭକତ ମହାଜନ। ପୁଲହ ବଂଶ ଏବେ ଶୁଣ କହିବା ତାହାଙ୍କର ଗୁଣ। ପୁଲହ ଭାର୍ଯ୍ୟା ଗତି ଗର୍ଭେ ତିନି ବାଳକ ଜନ୍ମ ଲଭେ। କେପାରେ ତାଙ୍କ ଗୁଣ ଚିନ୍ତି ଅନଳ ପ୍ରାୟେ ତେଜକାନ୍ତି। ଜ୍ୟେଷ୍ଠର ନାମ କର୍ମଶ୍ରେଷ୍ଠ ଦ୍ୱିତୀୟ ବରିୟାନ ଶିଷ୍ଟ। ସହିଷ୍ଣୁ ତୃତୀୟ ପ୍ରକାଶ ଏବେ ତୁ ଶୁଣ କ୍ରତୁବଂଶ। କ୍ରତୁର ପତ୍ନୀ କ୍ରିୟା ନାମ ତା ପୁତ୍ର ଶୁଣ ପୁଣ୍ୟଧାମ। ଷଷ୍ଠୀ ସହସ୍ର ବାଳଖିଲ୍ୟା ତା ଗର୍ଭେ ପୁତ୍ର ଉପୁଜିଲା। କେପାରେ ତାଙ୍କ ଗୁଣ ଚିନ୍ତି ଅନଳ ପ୍ରାୟେ ବିରାଜନ୍ତି। ଶୁଣ କହିବା ବିଷ୍ଣୁ ଭାବେ ବଶିଷ୍ଠ ବୀର୍ଯ୍ୟେ ଉର୍ଜା ଗର୍ଭେ। ନିର୍ମଳ ଗୁଣେ ସପ୍ତ ଋଷି ମନୁ ଅନ୍ତରେ ଯାହା ଘୋଷି। ଶୁଣ ବିଦୁର ମନ ସୁଖେ ତାହାଙ୍କ ନାମ କହୁଁ ମୁଖେ। ଜ୍ୟେଷ୍ଠ ଚିତ୍ରକେତୁ ସୁରୁଚି ବିରଜା ମିତ୍ର ଭେନି ବତ୍ସି। ଉଲ୍ବଣ ବସୁ ଭୃତଯାନ ଦ୍ୟୁମାନ ଶକ୍ତି ଆଦି ଅନ୍ୟ। ଚିତ୍ତିର ବଂଶ ଏବେ କହି ଶୁଣ ବିଦୁର ମନ ଦେଇ। ଚିତ୍ତି ଯେ ଅଥର୍ବଣ ପତ୍ନୀ ତା ଗର୍ଭେ ଏକ ପୁତ୍ର ଜନ୍ମେ। ଦଧିଚି ନାମେ ମହାଧୀର ତା ଅନ୍ୟ ନାମ ଅଶ୍ୱଶିର। କେ କହି ପାରେ ତାଙ୍କ ଗୁଣ ଏବେ ତୁ ଭୃଗୁ ବଂଶ ଶୁଣ। ଭୃଗୁର ପତ୍ନୀ ଖ୍ୟାତି ଗର୍ଭେ ତିନି ଅପତ୍ୟ ଜନ୍ମ ଲଭେ। ଧାତା ବିଧାତା ବେନି ସୁତ କନ୍ୟାଏ କମଳା ସମ୍ଭୂତ। କମଳା ବିଷ୍ଣୁଙ୍କୁ ବରିଲା ସେ ଅନୁରୂପ ପତି କଲା। ଧାତା ବିଧାତା ବେନି ବାଳେ ସୁନ୍ଦର ରୂପ ବାଳକାଳେ। ମେରୁରୁ ଶିର ଯେ ଦୁହିତା ଆୟତି ନିୟତି ସମ୍ଭୂତା। ଏବେନି କନ୍ୟା ବେନି ଭାଇ ବିଭା ହୋଇଲେ ଭାବ ବହି। ସେବେନି କନ୍ୟା ଗର୍ଭଗତେ ଜନ୍ମ ଲଭିଲେ ବେନି ସୁତେ। ମୃକଣ୍ଡ ପ୍ରାଣ ତାଙ୍କ ନାମ ସୁନ୍ଦରେ ସମ ନୋହେ କାମ। ମୃକଣ୍ଡ ସୁତ ମାର୍କଣ୍ଡେୟ ପ୍ରାଣର ଏକ ଇତନୟ। ତା ନାମ ବେଦ ଶିରା ହୋଏ ମୁନିଙ୍କ ମଧ୍ୟେ ମହାଶଏ। ଭୃଗୁର କବି ନାମେ ପୁତ୍ର ଉଶନା ମୁନି ତାର ସୁତ। ଏ ସର୍ବ ମୁନି ମହାଜନ ସ୍ୱଭାବେ ତ୍ରୈଲୋକ୍ୟ ଭାବନ। ଏମନ୍ତେ କର୍ଦ୍ଦମ ଦୁହିତେ କହିଲି ମୁନି ବଂଶଖ୍ୟାତି। ଶ୍ରଦ୍ଧାଏ ଶୁଣନ୍ତି ଯେ ନରେ ଜ୍ଞାନ ଅଜ୍ଞାନ ପାପ ହରେ। ଯେ ସ୍ୱୟଂ ଭୁବ ମନୁସୁତା ପ୍ରସୂତି ନାମେ ପତିବ୍ରତା।
ତାହାର ପତି ଶୁଦ୍ଧମତି ଜାନାମ ଦକ୍ଷ ପ୍ରଜାପତି। ତାବୀର୍ଯ୍ୟେ ପ୍ରସୂତିର ଗର୍ଭେ ଷୋଡ଼ଶ କନ୍ୟା ସେ ପ୍ରସବେ। ଜନ୍ମିଲେ ନାରୀ ସୁଲୋଚନୀ ରୂପେ ତ୍ରିଭୁବନ ମୋହିନୀ। ଧର୍ମକୁ ତ୍ରୟୋଦଶ ନାରୀ ଦେଲା ସେ ଅଳଙ୍କାର ଭରି। ଅଗ୍ନିକି ଏକ କନ୍ୟା ଦେଲା ପିତୃପୁରୁଷେ ଏକ ବାଳା। ଅପରେ ସତୀ ନାମେ କନ୍ୟା ସୁଶୀଳା ପତିବ୍ରତା ଧନ୍ୟା। ଭବଙ୍କୁ କଲେ ସମ୍ପ୍ରଦାନ ଜାନାମ ଭବ ବିନାଶନ। ବିଦୁର ହୋଇ ଶୁଦ୍ଧ ମନ ଧର୍ମପତ୍ନୀଙ୍କ ନାମ ଶୁଣ। ଶ୍ରଦ୍ଧାମୈତ୍ରୀ ଦୟା ଶାନ୍ତି ତୁଷ୍ଟି ପୁଷ୍ଟି କ୍ରିୟା ଉନ୍ନତି। ତିତିକ୍ଷା ଲଜ୍ଜା ବୁଦ୍ଧି ମେଧା ମୂର୍ତ୍ତି ସହିତେ ଯେ ପ୍ରସିଦ୍ଧା। ଏତ୍ରୟୋଦଶ ଧର୍ମ ନାରୀ ଦକ୍ଷ ସୁମନେ ବିଭା କରି। ଶ୍ରଦ୍ଧାର ସୁତ ସତ୍ୟଖ୍ୟାତ ପ୍ରସାଦ ମୈତ୍ରୀ ତହୁଁ ଜାତ। ଦୟାର ସୁତ ଯେ ଅଭୟ ସୁଖ ଯେ ଶାନ୍ତି ରତନୟ। ହର୍ଷକୁ ପ୍ରସବିଲା ତୁଷ୍ଟି ଗର୍ବ ପ୍ରସବ କଲା ପୁଷ୍ଟି। କ୍ରିୟାର ତହୁଁ ଯୋଗ ହୋଇ ଉନ୍ନତି ଦର୍ପ ପ୍ରସବଇ। ତିତିକ୍ଷା ତହୁଁ କ୍ଷେମ ହେଲା ଲଜ୍ଜା ବିନୟ ଜାତ କଲା। ବୁଦ୍ଧିର ପୁତ୍ର ଅର୍ଥପୂର୍ଣ୍ଣ ମେଧାର ତନୟ ସ୍ମରଣ। ମୂର୍ତ୍ତିର ସୁତ ଏବେ କହି ଆଶ୍ରିତ ସର୍ବଗୁଣ ଯହିଁ। ସେବେନି ନର ନାରାୟଣ ତାହାଙ୍କ ଜନ୍ମ କର୍ମ ଶୁଣ। ଏ ମୂର୍ତ୍ତି ପୁତ୍ର ଜନ୍ମ ଦିନେ ଆନନ୍ଦ ଏତି ନିଭୁବନେ। ଦିଗ ପବନ ଗିରି ନଦୀ ଆନନ୍ଦେ ଉଚ୍ଛୁଳେ ଜଳଧି। ଆକାଶ ପୁରେ ତୂର୍ଯ୍ୟ ଘୋଷେ ନିର୍ମେଘେ କୁସୁମ ବରଷେ। ସକଳ ମୁନି ସ୍ତୁତି କଲେ ଅପ୍ସରା ମାନେ ନୃତ୍ୟ ଭୋଳେ। ଗନ୍ଧର୍ବ କିନ୍ନର ଆନନ୍ଦେ ଗାଇଲେ ବିଦ୍ୟାଧର ବୃନ୍ଦେ। ସକଳ ଗ୍ରହେ ଅନୁକୂଳ ଉତ୍ସବ ପରମ ମଙ୍ଗଳ। ହରଷେ ହର ପଦ୍ମଯୋନି ସଙ୍ଗେ ଦେବତା ବୃନ୍ଦ ଘେନି। ମିଳିଲେ ଧର୍ମର ଭୁବନେ ଆନନ୍ଦ ମନେ ସର୍ବଜନେ। ଦେବା ଉଚୁଃ ଯେ ନିଜ ମାୟା ଗୁଣେ ହରି ବିଶ୍ୱ ସଂସାରେ ଦେହ ଧରି। ବିଶ୍ୱପାଳନ କ୍ଷେମ ଅର୍ଥେ ଭାରତ ଭୂମି ମଧ୍ୟଗତେ। ଧର୍ମର ଗୃହେ ଅବତରି ପ୍ରକଟ ଋଷି ରୂପ ଧରି। ତପ ଆଚରେ ଜନହିତେ ସେ ହରି ଚରଣେ ନମସ୍ତେ। ଯେ ହରି ସୃଷ୍ଟି ସ୍ଥିତି ଅର୍ଥେ ଆମ୍ଭଙ୍କୁ ସର୍ଜଇ ଯେ ସତ୍ୱେ। ସର୍ବରକ୍ଷଣ ଅର୍ଥେ ହରି ଆତ୍ମାକୁ ବେନି ରୂପ କରି। ପରିପାଳନ ତପ ବଳେ ଆସନ ଧରଣୀ ମଣ୍ଡଳେ। ଶ୍ରୀନିକେତନ ଜିଣି ନେତ୍ର କିଞ୍ଚିତ ଇକ୍ଷଣେ ପବିତ୍ର। ଯେ ପ୍ରାଣୀ ତାକୁ ଆଶ୍ରେ କରେ ସଂସାର ବନ୍ଧୁ ସୁଖେ ତରେ। ସେବେନି ରୂପେ ବିଷ୍ଣୁ ଅଂଶେ ଜନ୍ମ ଲଭିଲେ ଧର୍ମ ବଂଶେ। ଏମନ୍ତ ସୁର ଗଣେ କହି ସ୍ତୁତି କରନ୍ତି ମୁଖ ଚାହିଁ। ସେ ଦେବ ସ୍ତୁତି ପୂଜା ଘେନି ସେ ନର ନାରାୟଣ ବେନି। ତପେ ଜଗତ ଜନହିତେ ସେ ଗନ୍ଧ ମାଦନ ପର୍ବତେ। ମିଳିଲେ ଶୁଭ ଲଗ୍ନ ବେଳେ ଭାରତ ଭୂମି ସୁମଙ୍ଗଳେ। ଭୂମିର ଭାରା ନିବାରଣେ ଜଗତ ପରମ କାରଣେ।
ସମ୍ଭୂତ ଯଦୁ କୁରୁ ବଂଶେ କୃଷ୍ଣ ଅର୍ଜୁନ ବିଷ୍ଣୁ ଅଂଶେ ଅଗ୍ନିର ସ୍ୱାହା ନାମେ ନାରୀ ତିନି କୁମର ଜାତ କରି ପାବକ ପବମାନ ସୂଚି ଘୃତ ଭୋଜନେ ତାଙ୍କ ରୁଚି ଏ ତିନି ବୀର୍ଯ୍ୟେ ଅଗ୍ନିଗଣେ ଜନ୍ମିଲେ ସଂସାର ଧାରଣେ 45 ରୂପ ହୋଇ ତେଜେ ଗଞ୍ଜନ୍ତି ସ୍ୱର୍ଗମହୀ ସେ ପୁଣି ପିତୃ ପିତାମହ ସଙ୍ଗତେ 49 ଦେହ ସ୍ୱଚ୍ଛନ୍ଦେ ପିତୃଗଣ ସଙ୍ଗେ ମିଳନ୍ତି ବୈତାନିକ ରଙ୍ଗେ ଯେ ବ୍ରହ୍ମବାଦୀ ବିପ୍ରଗଣେ ସେ ଯଜ୍ଞେ ମନ୍ତ୍ର ଉଚ୍ଚାରଣେ ଅଗ୍ନିରେ କରନ୍ତି ହବନ ପିତୃଙ୍କ ନାମ ଏବେ ଶୁଣ ଅନଳ ସ୍ୱାତ ବହିଷଦ ସୌମ୍ୟ ଆଜ୍ୟପ ଆଦି ଭେଦ ସାଗ୍ନିକ ନିରଗ୍ନିକ ଦୁଇ ଏହାଙ୍କ ପତ୍ନୀ ଶୋଧା ହୋଇ ତାର ଉଦରେ କନ୍ୟା ବେନି ଜନ୍ମିଲେ ପିତୃରୂପ ଘେନି ଜାନାମ ବୟୁନାଧାରିଣୀ ସ୍ୱଭାବେ ସେ ବ୍ରହ୍ମବାଦିନୀ ଏ ଅନ୍ତେ ଦକ୍ଷ ପ୍ରଜାପତି ତାର ଦୁହିତା ନାମ ସତୀ ଈଶ୍ୱର ପତ୍ନୀ ସେ ସ୍ୱଭାବେ ତାର ଚରିତ ଶୁଣ ଏବେ ଆତ୍ମସଦୃଶ ପୁତ୍ର ଗର୍ଭେ ସେ ସତୀ କେବେ ହେନ ଲଭେ ପିତା ଅବଜ୍ଞା ସ୍ୱାମୀ ତୁଲେ ଚିତ୍ତେ ସେ ନ ସହିଲା ଭଲେ ପିତାର ଯଜ୍ଞଶାଳେ ଯାଇ ସ୍ୱାମୀର ଛଳେ କୋପ ବହି ଦେବଙ୍କ ମଧ୍ୟେ ଯଜ୍ଞଶାଳେ ଜୀବନ ଛାଡ଼େ ଯୋଗ ବଳେ ଚତୁର୍ଥ ସ୍କନ୍ଧେ ଭାଗବତ କହିଲା ବିପ୍ର ଜଗନ୍ନାଥ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ଚତୁର୍ଥ ସ୍କନ୍ଧେ ବିଦୁର ମୈତ୍ରେୟ ସମ୍ବାଦो ନାମ ପ୍ରଥମୋऽଧ୍ୟାୟଃ ଶ୍ରୀକୃଷ୍ଣଂ ସମର୍ପଣମସ୍ତୁ ଓಂ ନମୋ ଭଗବତେ ବାସୁଦେବାୟ।